ପାଳକୁ 8 ଘଣ୍ଟା ଭିଜେଇ ସାରିଲା ପରେ ବାହାରକୁ କାଢ଼ି ପାଣି ନିଗିଡ଼ିଲା ପରେ ପାଳକୁ ଚିପୁଡ଼ିଲେ ପାଣି କଷୁନଥିବ କିନ୍ତୁ ହାତ ଓଦା ହେଉଥିବ। ତାହେଲେ ଜାଣିବେ ବେଡ଼ ପ୍ରିପାରେସନ୍ ପାଇଁ ପାଳ ପୁରା ରେଡ଼ି। ଦେଖନ୍ତୁ କିଭଳି ଭାବରେ ପାଳ ପ୍ରଥମେ ପକାଯାଉଛି ଏବଂ ତା ଉପରେ ଛତୁ ମଞ୍ଜିକୁ ଦିଆଯାଉଛି। ଛତୁ ମଞ୍ଜି ଦିଆ ସାରିଲା ପରେ ତା ଉପରେ ଚୋକଡ଼ ଆଉ ବେସନକୁ ଦିଆଯାଉଛି, ଯେମିତିକି ଛତୁ ମଞ୍ଜି ଭଲ ଭାବରେ ଢାଙ୍କି ହେଇଯିବ। ତା ଉପରେ ପୁଣି ଥରେ ଦ୍ୱିତୀୟ ଲେୟର ପାଳକୁ ଦିଆଯାଉଛି ଏବଂ ପୁଣି ଥରେ ପାଳ ଦେଇ ସାରିଲା ପରେ ଛତୁ ମଞ୍ଜି ଦେଇକି ବେସନକୁ ଦିଆଯାଉଛି ଏବଂ ଲାଷ୍ଟ ସ୍ତର ହେଉଛି ତୃତୀୟ ସ୍ତର। ଏହା ଉପରେ ବି ସେମ୍ ଛତୁ ମଞ୍ଜି ଦେଇ ବେସନକୁ ଦିଆଯିବ ଏବଂ ପାଳ ଦ୍ୱାରା ଢାଙ୍କିକି ଦଉଡ଼ିରେ ବନ୍ଧାଯିବ, ଯେମିତିକି ପାଳ କଷି ନଯାଏ। ତୃତୀୟ ଲେୟର ପଡ଼ିବା ପରେ ଦଉଡ଼ିରେ ଭଲ ଭାବରେ ଭିଡ଼ି ଦେବା, ଯେମିତିକି ପାଳ ଅଲଗା ନ ହୁଏ। ଦଉଡ଼ିରେ ବାନ୍ଧି ସାରିଲା ପରେ ଏହାକୁ ପଲଟେଇ ଦେବା ଏବଂ ବାଉଁଶ ରେକ୍ ଉପରେ ରଖିଦେବା।